ଯେହେତୁ ପିୟୁଷ ଜଣେ ଭାଇରାଲ ନୁହେଁ, ପିୟୁଷ ଜଣେ ଉଚ୍ଚ କୋଟିର କଳାକାର। କିନ୍ତୁ ମହେଶ ସାଜିରାଙ୍କର ଏଡ଼ା ପିୟୁଷଙ୍କର ମୁଖ୍ୟ ଚରିତ୍ର ବହୁତ ଅତି ସୁନ୍ଦର। ପିୟୁଷ ତାଙ୍କର ଯାହା ସିନ୍ ଯେତିକି ଦେଖିକି ଆଇଲି, ସବୁ କଳାକାରମାନେ ଅତି ସୁନ୍ଦର ଚମତ୍କାର ଅଭିନୟ କରିଛନ୍ତି। ଆଉ ଡାଇରେକ୍ସନ୍ ସାର୍ ସବୁ ଛୋଟ ଛୋଟ ଜିନିଷକୁ ବି ସେ ନଜରରେ ରଖିକି ଏତେ ସୁନ୍ଦର ନାଟକଟିଏ କରିଛନ୍ତି। ବହୁତ ଖୁସି ଲାଗିଲା ଏତେ ସୁନ୍ଦର ନାଟକ ଦେଖିକି। ଯାହା ହଉ ଆଜି ପିୟୁଷ ନିମନ୍ତ୍ରଣ କରିଥିଲେ ନାଟକଟା ଦେଖିବା ପାଇଁ, ତାଙ୍କ ନିମନ୍ତ୍ରଣ ରକ୍ଷା କରି ମୁଁ ଆଜି ଆସି ନାଟକଟି ଦେଖିଲି। ଅତି ସୁନ୍ଦର ନାଟକ, ବହୁତ ବଢ଼ିଆ ନାଟକ। ଏ ବର୍ଷ ମୁଁ ଯେଉଁ ଫାଷ୍ଟ ନାଟକ ତାଙ୍କର ଦେଖିଲି, ଏଇ ନାଟକଟି ବହୁତ ଭଲ ଲାଗିଲା। ନିଜ ଯାତ୍ରା ପାର୍ଟିରେ ଯାତ୍ରା ଦେଖିବା ପାଇଁ ଭଲ ଲାଗେ, କିନ୍ତୁ ଅଲଗା ଯାତ୍ରା ପାର୍ଟିରେ ଯାତ୍ରା ଆପଣ ଦେଖୁଛନ୍ତି ଯାତ୍ରା ମାଲିକ କେମିତି ଲାଗିଲା? ଯାତ୍ରା ଷ୍ଟେଜ ତଳେ ଆପଣ ଯାତ୍ରା ଦେଖୁଛନ୍ତି। ଦେଖନ୍ତୁ, ନିଜ ପର ଏଠି କିଛି ନାହିଁ। କଳାକାର ହେଉଛନ୍ତି ସମସ୍ତଙ୍କର। ଆମେ ହେଲୁ କଳାପ୍ରେମୀ। କଳାକାରଙ୍କର ପାଖରେ ନିଜ ପର ମାଲିକ, ନିଜ ପାର୍ଟି ପର ପାର୍ଟି ସେମିତି କିଛି ନାହିଁ। ଇଏ ବି ଆମ ଭାଇଙ୍କ ପାର୍ଟି, ଆମ ପାର୍ଟି। ଆମ ପାର୍ଟିରେ ଯାତ୍ରା ହେଲେ ପିୟୁଷ ବି ଆସନ୍ତି, ଭାଇ ବି ଆସନ୍ତି। ଆମ ମାଲିକମାନଙ୍କ ଭିତରେ ସେମିତି ନିଜର ପର କିଛି ନାହିଁ। ଦର୍ଶକମାନଙ୍କ ପାଇଁ ଆମେ ନାଟକ ପ୍ରସ୍ତୁତ କରୁଛୁ। କେମିତି ଉଚ୍ଚ କୋଟିର ନାଟକ ଦେବୁ, ସେଇଟା ଆମ ଚିନ୍ତାଧାରା। ମାଲିକମାନଙ୍କର ଏକତା ରହିଛି। ଶୁଣନ୍ତୁ, ସବୁ ମାଲିକଙ୍କ ପାଖରେ ଏକତା ରହିଛି। କେଉଁଠି କ'ଣ 19-20 ରହୁଛି, କ'ଣ ମାଲିକମାନେ ସେଠି ଠିକ୍ଠାକ୍ ଅଛନ୍ତି। ଯେ ସନାତନୀ ନାଟକ ଆପଣ ନେଇକି ଆସୁଛନ୍ତି, ଆପଣ ଏବେ ଏଡ଼ା ଦେଖିଲେ, କେମିତି ଦେଖୁଛନ୍ତି ସନାତନୀ ଏଡ଼ା ଭିତରେ ଆପଣ ଫରକ କ'ଣ ଦେଖୁଛନ୍ତି? ଏଡ଼ା ହେଉଛି ସମ୍ପୂର୍ଣ୍ଣ ଭିନ୍ନ, ସନାତନୀ ହେଉଛି ସମ୍ପୂର୍ଣ୍ଣ ଭିନ୍ନ। ସନାତନୀ ହେଉଛି ଆମ ଧର୍ମକୁ ନେଇକି, ଆମ ସମସ୍ତଙ୍କର ନିଜସ୍ୱ ଦେଖିଲା ପରେ ସମସ୍ତେ ଫିଲ୍ କରିବେ ନା ଗୋଟେ କ'ଣ କିଛି ନୂଆ ପ୍ରକାରର ନାଟକ ଦେଖିଲୁ। ଏଇଟା ନିଶ୍ଚିତ। ଆମେ ନାଟକ ହେଲା ପରେ ଦର୍ଶକ ଦେବତାଙ୍କର ଯେଉଁ ଭାବନା ସନାତନ ଧର୍ମକୁ ନେଇକି, ନିଶ୍ଚିତ ରୂପେ ନାଟକ ଦେଖି ସାରିଲା ପରେ ନିଜ ବଡ଼ିରେ ଗୋଟେ ଶିହରଣ ସୃଷ୍ଟି କରିବ ସନାତନୀ ନାଟକ। ସମସ୍ତେ କହୁଛନ୍ତି ପିୟୁଷ ଜଣେ ଭାଇରାଲ ନାଟକ, ଭାଇରାଲ କଳାକାର। ଆପଣଙ୍କ ପାଖରେ ଲରେନ୍ସ ଅଛନ୍ତି, ଭାଇରାଲ କଳାକାରକୁ ନେଲେ କ'ଣ ଯାତ୍ରା ଚାଲିବ କି? ଆପଣ ଏ ଯେଉଁ କହିଲେ ଭାଇରାଲ କ'ଣ, ମୁଁ ତ ଜାଣିନି। କଳାକାର ଭାଇରାଲ କ'ଣ କ'ଣ ସେ ବିଷୟରେ ମୋତେ ଏତେ ଜଣା ନାହିଁ। ଲରେନ୍ସ ତାଙ୍କ ଜାଗାରେ ବହୁତ ଉନ୍ନତ କଳାକାର, ପିୟୁଷ ତାଙ୍କ ଜାଗାରେ ସେ ବହୁତ ଭଲ କଳାକାର। ସେମିତି ମୁଁ କାହିଁ କିଛି ଫିଲ୍ କରିପାରୁନି ଯେ ଭାଇରାଲ କ'ଣ। ଭଲ ନାଟକ କରୁଛନ୍ତି, ଲୋକ ଦେଖୁଛନ୍ତି, ଲୋକ ପସନ୍ଦ କରୁଛନ୍ତି। ଆମେ ବି ଚେଷ୍ଟା କରୁଛୁ, ଆମେ ବି ଭଲ ନାଟକ କରିବୁ। ଦର୍ଶକ ଦେବତା ଯାହାକୁ ଦେଖିବେ ସିଏ ହେଲା ଭାଇରାଲ। ଲରେନ୍ସ ଜଣେ ସିରିଏଲ ଜଗତରୁ ଆସୁଛନ୍ତି, ଆପଣଙ୍କ ନାଟକରେ ମେନ୍ ରହିଛନ୍ତି ଯେଉଁ ଚରିତ୍ର, ଯେ କ'ଣ ଭାବୁଛନ୍ତି ଯେ ଆପଣ ଗୋଟେ ଖଣ୍ଡଗିରି ନାଟକ କରିବେ, ଯେ ସେ ଜାଗାରେ କେମିତି ଲଢ଼େଇ ହେବ? ଦେଖନ୍ତୁ, ଖଣ୍ଡଗିରି ପାଇଁ ନାହିଁ, ସାରା ଓଡ଼ିଶା ପାଇଁ ଆମେ ନାଟକ କରୁଛୁ। ଓଡ଼ିଶାର ଦର୍ଶକ ଦେବତାଙ୍କ ପାଇଁ ନାଟକ କରୁଛୁ। ଆଉ ଲରେନ୍ସ ହେଲେ ଯେଉଁ କହୁଛନ୍ତି ସିରିଏଲ, ସେ ସିରିଏଲ କରୁଥିଲେ। ଏବେ ନାଟକରେ ବି ତାଙ୍କର ପାଖାପାଖି 10 ବର୍ଷର ଏକ୍ସପିରିଏନ୍ସ। ସେ ଖାଲି ସିରିଏଲରେ ଯେତିକି ତାଙ୍କ ଛାପ ଛାଡ଼ିଛନ୍ତି, ନାଟକ ଯାତ୍ରାରେ ସେ ବି ତାଙ୍କର ବହୁତ ସୁନ୍ଦର ପରଫର୍ମାନ୍ସ ଦେଉଛନ୍ତି। ଆପଣ ଯେତେ ସବୁ ଦେଖିଲେ, ପାଖର ଡାଇରେକ୍ଟର ଅଛନ୍ତି, ଭଲ ଲାଗିଲେ? ସମ୍ପୂର୍ଣ୍ଣ ରୂପେ ନାଟକଟିକି ଆମେ ଦେଖିପାରିଲୁନି ସମୟ ଅଭାବରୁ। ଯେତିକି ସମୟ ଦେଖିଲୁ ଅତି ସୁନ୍ଦର ଡାଇରେକ୍ସନ୍ ଦେଇଛନ୍ତି। ଛୋଟ ଛୋଟ କହିଥିଲି, ଛୋଟ ଛୋଟ ଜିନିଷକୁ ସେ ନଜର ଅନ୍ଦାଜ କରିନାହାନ୍ତି। ବଢ଼ିଆ ଡାଇରେକ୍ସନ୍ ଦେଇଛନ୍ତି। ନାଟକରେ ପିୟୁଷକୁ ବେଶୀ ଦିଆଯାଇଛି, ପ୍ରାଧାନ୍ୟ ଦିଆଯାଇଛି ନାଟକର ବେଶ୍ ଯାହା ଉପରେ ତାଙ୍କ ଉପରେ ରହିବ। ଆଉ ଅନ୍ୟ କଳାକାର ବି ଅଧିକ ତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି, ନିଶ୍ଚିତ ରହିବ। ଯେହେତୁ ପିୟୁଷ ଜଣେ ଭାଇରାଲ ନୁହେଁ, ପିୟୁଷ ଜଣେ ଉଚ୍ଚ କୋଟିର କଳାକାର। ସାର୍ ସମସ୍ତେ ଚାହାନ୍ତି ପିୟୁଷକୁ ନେବା ପାଇଁ, ଆପଣ ଚାହୁଁନାହାନ୍ତି ପିୟୁଷକୁ ନିଏ? ଭଲ ସେ କଣ୍ଟ୍ରୋଭର୍ସିରେ ମୋତେ ବୁରାନ୍ତୁନି। ମୁଁ ସେ କଣ୍ଟ୍ରୋଭର୍ସିରେ ମୋତେ ବୁରାନ୍ତୁନି। ପିୟୁଷକୁ ମୁଁ ନିଏ, ସେ ମୁଁ ଚାହିଁଲେ କ'ଣ ହେଇଯିବ ନା, ସିଏ ଚାହିଁଲେ ହେଇଯିବ। ସେ ସବୁ ସମୟର ଖେଳ। ଯେ ପଇସା ଦେଲେ ଏବେ ସବୁ
ସେ ପଇସା ଥିଲେ ବି କିଛି ହବନି, ସେ ସବୁ ସମୟର ଖେଳ, ସମୟକୁ ଅପେକ୍ଷା କର, ସବୁ ଠିକ ଠାକ ହବ। ମାନେ ଆସିବେ ପିୟୁଷ କି କଥା